ଶ୍ରାବଣ ମାସରେ ମହିଳାମାନେ କରନ୍ତୁ ଏହି ଗୋଟିଏ କାମ, ସ୍ୱାମୀ ହେବି ଦୀର୍ଘାୟୁ ଏବଂ ଧନବାନ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଶ୍ରାବଣ ମାସରେ କେଉଁ କାମ କରିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି? ଶ୍ରାବଣ ମାସରେ ମା ପାର୍ବତୀ ପ୍ରତି ଶ୍ରାବଣ ମାସରେ ଭଗବାନ ଦେବଦେବ ମହାଦେବଙ୍କର ବିଶେଷ ପୂଜାର୍ଚ୍ଚନା କରିଥାନ୍ତି ଏବଂ ସେ ପ୍ରତି ଶ୍ରାବଣ ମାସରେ ଏକ ନୂଆ ନିୟମ ବା ନୂଆ ନିଷ୍ଠାର ସହ କରିଥାନ୍ତି। କେଉଁ କାମ କରିବା ଦ୍ୱାରା? ଏମିତିରେ ଶିବ ପୁରାଣରେ ଲେଖା ଅଛି ଯେ ମା ପାର୍ବତୀ ଏମିତି କେଉଁ କାମ କରିଥିଲେ ଯାହା ଦ୍ୱାରା କି ଏହି କଳିଯୁଗର ନାରୀ ମାନେ କରିବା ଦ୍ୱାରା କଳିଯୁଗର ନାରୀ ମାନଙ୍କ ପାଇଁ ଗୋଟିଏ ଶିକ୍ଷା। ଯଦି ଏହି କଳିଯୁଗରେ ବିବାହିତା ମହିଳା ମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ ସକାଶେ ଏହି ଗୋଟିଏ କାମ ଶ୍ରାବଣ ମାସରେ କରିଦିଅନ୍ତି, ତାଙ୍କ ସ୍ୱାମୀଙ୍କର ଦୀର୍ଘାୟୁ ହୋଇଥାନ୍ତି, ନିରୋଗୀ ରହିଥାନ୍ତି ଏବଂ କେବେ ବି କୌଣସି ପ୍ରକାର ଦୁର୍ଘଟଣାର ଶିକାର ହୋଇନଥାନ୍ତି। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣ ମାନେ ବି ଏହି ଉପାୟ ଥରୁଟିଏ ଶ୍ରାବଣ ମାସରେ ନିଶ୍ଚୟ କରନ୍ତୁ। ଯଦି ଆପଣ ମାନେ ଏ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ ଆଇକନକୁ କ୍ଲିକ କରି ଭିଡିଓକୁ ଗୋଟେ ଲାଇକ ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ଭୋଲେନାଥ ନିଶ୍ଚୟ ଲେଖନ୍ତୁ। ଏହି ଶ୍ରାବଣ ମାସ ସବୁଠାରୁ ପବିତ୍ର ମାସ ଅଟେ। ଏହି ଶ୍ରାବଣ ମାସ ଦେବଦେବ ମହାଦେବଙ୍କର ବହୁତ ପ୍ରିୟ ଅଟେ। ଶ୍ରାବଣ ମାସରେ ବୋଲବମ୍ ଭାଇମାନେ ନିଜ ଖାନ୍ଦରେ ପାଣି ଭାର ନେଇ ଶିବଲିଙ୍ଗର ଅଭିଷେକ କରିଥାନ୍ତି, ଜଳାଭିଷେକ କରିଥାନ୍ତି। ଏହାର ଏକ ଶାସ୍ତ୍ରୀୟ ନିୟମ ମଧ୍ୟ ରହିଛି। ଯଦି ଆପଣ ମାନେ ଏକ ସାଧାରଣ ଗୃହିଣୀ ବା ସାଧାରଣ ମଣିଷଟିଏ ଯାହାକି ଏସବୁ ସମ୍ଭବ ନୁହଁ, ନିଜ ଘରୁ 2ଟି ଲୋଟା ଜଳ ନେଇ ବି ଆପଣ ମାନେ ମହାଦେବଙ୍କର ଅଭିଷେକ ପୂଜାରୀଙ୍କ ଦ୍ୱାରା କରାଇ ପାରିବେ କିମ୍ବା ନିଜେ ଶିବଲିଙ୍ଗରେ ଚଢାଇ କରି ଆସିବେ। ଏହି ଶ୍ରାବଣ ମାସରେ ଯେଉଁ ବି ମହିଳା ମା ପାର୍ବତୀଙ୍କର ଏହିପରି ଭାବରେ ପୂଜା କରିଥାନ୍ତି, ମା ପାର୍ବତୀଙ୍କ ଆଶୀର୍ବାଦରେ ତାଙ୍କ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି। କେବଳ ମହାଦେବଙ୍କର ପୂଜା କରିବା ଦ୍ୱାରା କିଛି ବି ଯେତିକି ଆମକୁ ଅଷ୍ଟ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ, ସେମିତି ମା ପାର୍ବତୀଙ୍କର ପୂଜା କରିବା ଦ୍ୱାରା ଆମ ସ୍ୱାମୀଙ୍କର ଭାଗ୍ୟରେ ଉନ୍ନତି ହୋଇଥାଏ, ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି। ତେଣୁ ଏହି ଉପାୟଟି ଆପଣ ମାନେ ଆଜିର ଦିନରେ ନିଶ୍ଚୟ କରନ୍ତୁ, ଏହି ଶ୍ରାବଣ ମାସରେ ନିଶ୍ଚୟ କରନ୍ତୁ। ପ୍ରତି ଶ୍ରାବଣ ମାସକୁ ଶ୍ରାବଣ ମାସ ଆପଣ ମାନେ ଏକ ନିୟମ ରଖନ୍ତୁ ଯେ ମୋ ଘରର ଉନ୍ନତି ପାଇଁ, ମୋ ସ୍ୱାମୀଙ୍କର ଉନ୍ନତି ପାଇଁ ମୁଁ ଏହି କାମ ପ୍ରତି ଶ୍ରାବଣ ମାସରେ ନିଶ୍ଚୟ କରିବି। ବିଶ୍ୱାସର ସହକାରେ କରନ୍ତୁ, ଆପଣ ମାନେ ନିଶ୍ଚୟ ପୁଣ୍ୟ ଫଳ ପ୍ରାପ୍ତ କରିବେ। ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଅନ୍ୟମାନେ ବି ଏହାର ଲାଭ ଉଠାଇ ପାରିବେ। ଚାଲନ୍ତୁ ଦର୍ଶକ ବନ୍ଧୁ, ଜାଣିନେବା ଶ୍ରାବଣ ମାସରେ ଆପଣ ମାନେ କେଉଁ ନିୟମ କରିବା ଦ୍ୱାରା ମା ପାର୍ବତୀଙ୍କର କୃପା ଆପଣ ମାନେ ପାଇପାରିବେ। ପ୍ରଥମ କଥା, ଆପଣ ମାନେ ଶ୍ରାବଣ ମାସରେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତୁ। ଶ୍ରାବଣ ମାସରେ ଯୋଉ ପ୍ରଥମ ସୋମବାର ଆସିବ, 11 ଜୁଲାଇରୁ ଆରମ୍ଭ ହେଇଯାଉଛି, ଶୁକ୍ରବାରରୁ ଆରମ୍ଭ ହେଇଯାଉଛି ଶ୍ରାବଣ ମାସ ପ୍ରଥମ ସୋମବାର। ସେହିଦିନ ଆପଣ କଣ କରିବେ ନା 14 ଜୁଲାଇ ସୋମବାର ଦିନ ସବୁଜ ରଙ୍ଗର ଚୁଡ଼ି କିଣିବେ। ସେହି ଦିନ ହିଁ କିଣିବେ। ଚୁଡ଼ି କିଣିବାର ବି ଗୋଟିଏ ମହତ୍ଵ ରହିଛି। ସେହି ସୋମବାର ଦିନ ହିଁ ଚୁଡ଼ି କିଣିବେ, କିଛି ମା ପାର୍ବତୀଙ୍କ ପାଇଁ ଆଉ କିଛି ଆପଣଙ୍କ ପାଇଁ। ମା ପାର୍ବତୀଙ୍କ ପାଇଁ ଆପଣ ମାନେ ଲାଲ ରଙ୍ଗର ଚୁନରି କିଣିବେ, ସବୁଜ ରଙ୍ଗର ଚୁଡ଼ି କିଣିବେ। ମା ପାର୍ବତୀଙ୍କୁ ଶୃଙ୍ଗାର ଦ୍ରବ୍ୟ ବି ଚଢାଇ ପାରନ୍ତି, ଯେମିତି ସିନ୍ଦୁର, ମେହେନ୍ଦି, କଜଳ, ହଳଦୀ ଏବଂ ମାଙ୍କ ପାଇଁ ଆପଣ ମାନେ କୌଣସି ମିଠା ବି ନେଇପାରନ୍ତି। ମାଙ୍କ ପାଇଁ ଲାଲ ପୁଷ୍ପ ନେଇପାରନ୍ତି ଏବଂ ମାଙ୍କ ପାଇଁ ଲାଲ ଚୁଡ଼ି ବି ନେଇପାରନ୍ତି। ଏମିତି ବିଭିନ୍ନ ପ୍ରକାରରେ ମାଙ୍କ ପାଇଁ ଆପଣ ମାନେ ଶୃଙ୍ଗାର ଦ୍ରବ୍ୟ ସଜାଇ ରଖନ୍ତୁ। ତାପରେ ଆପଣ ମନ୍ଦିର ଚାଲି ଯାଆନ୍ତୁ। ସେଠି କଣ କରିବେ, ମା ପାର୍ବତୀଙ୍କୁ ପ୍ରଥମେ ପୂଜା କରିବେ, ତାପରେ ଦେବଦେବ ମହାଦେବଙ୍କ ପାଖରେ ଆପଣ ମାନେ ଜଳାଭିଷେକ କରିବେ। ପ୍ରଥମେ ମା ପାର୍ବତୀଙ୍କର ପୂଜା କରନ୍ତୁ। କଣ କରିବେ ନା ମା ପାର୍ବତୀଙ୍କୁ ସିନ୍ଦୁର ଲଗାଇବେ। ପ୍ରତି ଶ୍ରାବଣ ମାସର 30 ଦିନ ଯାକ ଏହି ନିୟମ ବିବାହିତା ମହିଳା ମାନେ ରଖନ୍ତୁ ଯେ ମା ପାର୍ବତୀଙ୍କୁ ବା ମା ଦୁର୍ଗାଙ୍କୁ, ଯାହାକୁ ବି ଆପଣଙ୍କ ଆଖପାଖରେ ଯେକୌଣସି ବି ଦେବୀ ପୀଠ ଅଛି ସେଠିକି ଯିବେ, ମା ପାର୍ବତୀଙ୍କୁ ପ୍ରଥମେ ସ୍ନାନ କରି ସିନ୍ଦୁର ଲଗାଇବେ। ସେହି ସିନ୍ଦୁର ଆପଣଙ୍କର ହାତରେ ଯୋଉ ଲାଗିଥିବ ତାହାକୁ ନିଜ ମଥାରେ ଧାରଣ କରିବେ। ବାକି ଯୋଉ ସିନ୍ଦୁର ଆପଣଙ୍କର ହାତରେ ଲାଗିଥିବ ତାହାକୁ ନିଜର ପଣତ କାନିରେ ପୋଛିବେ, ପ୍ରଥମ ନିୟମ। ଦ୍ୱିତୀୟରେ, ଆପଣ ଯୋଉ ଶୃଙ୍ଗାର ଦ୍ରବ୍ୟ ନେଇଥିବେ ମାଙ୍କୁ ଲାଲ ଚୁନରି ଅର୍ପଣ କରିବେ, ମାଙ୍କୁ ପୁଷ୍ପ ଲଗାଇବେ, ବେଲପତ୍ର ଦେବେ। ତାପରେ କଣ କରିବେ, ସବୁଜ ରଙ୍ଗର ଚୁଡ଼ି ଏବଂ ଲାଲ ରଙ୍ଗର ଚୁଡ଼ି ଆପଣ ମାଙ୍କୁ ସମର୍ପଣ କରିଦେବେ। ତାପରେ କଣ କରିବେ ନା ମାଙ୍କୁ କଣ କରିବେ, କଜଳ,
हलदी जहाँ भी नहीं माँ पाखरे रखिदेवे। तापर कौन करेंगे निजे जो चूड़ी पिंधापी आपण नहीं माँ पार्वती को समर्पण करेंगे। माँ पाखरे किछि समय ताहाकु रखिबा देबे। माँ पाखरे दीप जलाइबे, निज स्वामी दीर्घायु कामना करेंगे। तापर जीवे देवदेव महादेव पाखक पूजा करेंगे। माँ देवदेव महादेव को पैता अर्पण करेंगे। श्रावणर प्रथम सोमवार जो दिन कि आपण चूड़ी माँ पार्वती को समर्पण करेंगे माँ पार्वती पाखरे लगाई करी आपण पिंधिबे। सही दिन देवदेव महादेव को गोटे पैता अर्पण करेंगे। पैता अर्पण कर सारा पूजारी द्वारा यही काम कराइबे। एवं तापर कौन करेंगे माँ देवदेव महादेव पूजा आपण माने करंतु। काली एक वीडियो आपण मानक पे अपलोड होईची, आपण माने निश्चय देखि दियंतु। एतिकी अर्पण करिबा परे आपण माने माँ पार्वती पाखरे जो चूड़ी अछि, जो सबुज रंगर चूड़ी अछि ताहाको नहीं करी आसी जिबे निज घर को आसी करी बिना किछि खाई करी चूड़ी पिंधा जाए नहीं। तेणु घर को आसी करी जदि खाली पेटर थिबे किछि खाद्य ग्रहण करिवे। तापरे पूर्व पटे मुह करी सबुज रंगर चूड़ी पिंधिबे। श्रावण मासर प्रथम सोमवार दिन पिंधिबे। तापरे आपण माने कोन करिवे मां सेही चूड़ी पिंधिबा परे माँ पार्वती को आपण माने स्मरण करिवे। माँ पार्वती को स्मरण करिवे निज स्वामी दीर्घायु सकाशे। सेही चूड़ी को पूरा श्रावण मास सारा पिंधि करी रखिवे। तापरे कोन करिवे एही पूजा सरीबा परे एहा थिला स्वामी दीर्घायु निमंते श्रावण मासर एक नियम। एही नियम जे कोनसी विवाहिता महिला करिसंती तांको स्वामी दीर्घायु माँ पार्वती दया सब बेले रहिछि। जानिसंती कि दर्शक बंधु रावण जेतेबेले रामंक सहित युद्ध करुथुला माँ दुर्गा आशीर्वाद रे माँ दुर्गा कोल रे बसी करी से युद्ध करुथुला। सेथिपे राम रावण को हराई पारु नथिले। जेतेबेले राम दुर्गांकर आराधना कले सेतेबेले माँ दुर्गा रामंक ऊपर प्रसन्न होइथिले एवं रावणर कोल छाड़ी देथिले। अर्थात रावण को निजर छत्र छाया तळु हटाई देथिले। सेथिपई रावणर अंत होइथिला। रावण जणे जहा भी हो किंतु तार बुद्धि तार सही भक्ति जहाँकि आजिकाली मनुष्य पाखरे नथिबो ताहार भक्ति आगरे स्वयं महादेव भी हार मानि जाउथिले। से दुष्ट थिला सत तार कुप्रकृति थिला सत किंतु से एक निष्ठा एवं भक्तिर मार्ग थिला। आजिकाली लोक मानक पाखु ता भलिया वीर ता भलिया निष्ठा ता भली भक्ति केही नाहांती। दर्शक बंधु आपण माने एही नियम निश्चय करंतु। चूड़ी तो केवल गोटे दिन पिंधिबे। सब दिन माँ पार्वती को श्रृंगार द्रव्य अर्पण करबा दरकार नुह। केवल गोटे दिन बाकी सब दिन रे किपरि मांकर पूजा करिवे जा द्वारा कि मांकर कृपा रे आपणकर स्वामीकर दीर्घायु हबो। प्रति जहाँकि 11 जुलाई शुक्रवार आरंभ हो जाउची श्रावण मास। सेही दिन ठारो मां को प्रतिदिन सिंदूर चढ़ाइबे। मां को सिंदूर चढ़ाइबे। मां गौरी को जदि आपणक पाखरे आख पाखरे मां गौरींकर कोनोसी मूर्ति अछि जेमिति कि मां दुर्गांकर जोठी मूर्ति थाए सेठी 9टी देवी थांती। मांकर आ गोटे रूप 9टी देवी को भितरे गोटे होछंती मां गौरी। मां गौरींकर जो माने पूजा करिवे तांको स्वामी दीर्घायु होइथांती। जदि आपणक पाखरे सेमिति मूर्ति थिबो तबे निश्चय नचेत निज घरे जे शिव पार्वती फोटो अछि मां पार्वती को सिंदूर प्रत्येक दिन चढ़ाइबे, निजे लगाइबे एवं निजर पणत काने रे पोछिबे। एहाको गोटे नियम करंतु। मु श्रावण मास सारा एही नियम करिवे निज स्वामी दीर्घायु निमंते। देखंतु दर्शक बंधु एही श्रावण मास परे जो भी महिला यही नियम करिछि से केबे भी ताको स्वामी को ऊपर को केबे भी आंच आसी नहीं। विश्वास रे सहकार कले पत्थर भी भगवान पालटि जांती। एवं आपण माने गोटे नियम श्रावण मासरे आमिष खाइबे नहीं कि श्रावण मासरे पियाज रसुण खाइ परिबे नहीं जदि पारि परिबे। एबे दर्शक बंधु आजिर वीडियो आपको किपरि लागिला कमेंट सेक्शन में निश्चय जणांतु। एही वीडियो प्रत्येक विवाहिता महिला पाखक पहुंचबा निश्चय दरकार अटे। विश्वास रे सहकार करंतु। एथिरे आपनकर बेसी नहु मात्र 100 रु 200 टंका ही खर्च हबो। आउ किछि मूल्यवान समय ही आपनकर सरीबो। आजि पई रहुची पुणी देखा हेबो आगामी एक सुंदर वीडियो रे।